ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶିବ ଜୟନ୍ତୀ ପାଳନ ଉତ୍ସବ। ଶିବରାତ୍ରିର ଏକ ବିଶ୍ୱାସ ଭାବନାର ସୁସ୍ଥ ପରିବେଶ। କପେ ବର ହେଉ କି ତପେ ବର ହେଉ, ଭଗବାନ ଶିବଶମ୍ଭୁଙ୍କ କଳନା ଅତି ଆଶ୍ଚର୍ଯ୍ୟ। ଦେବ ମଧ୍ୟରେ ଶ୍ରେଷ୍ଠ ଦେବ ହିସାବରେ ପ୍ରଭୁ ଶିବଶମ୍ଭୁ ହିଁ ଆଗରେ ରହିଥାନ୍ତି। ପ୍ରତି କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ଶିବଙ୍କୁ ସ୍ମରଣ କରିବା ସାଧାରଣ ମଣିଷଙ୍କ ପାଖରେ ଦେଖା ଦେଇଥାଏ। ସେହି ପ୍ରଭୁ ଶିବଶଙ୍କରଙ୍କ ସବୁଠାରୁ ମୁଖ୍ୟ ଉତ୍ସବ ହେଉଛି ଜାଗର ଉତ୍ସବ। ଅମାବାସ୍ୟାରେ ଏହି ଜାଗର ଉତ୍ସବକୁ ଗାଁଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ଖୁବ୍ ବିଶ୍ୱାସ ଓ ଭକ୍ତିର ସହକାରେ ପାଳନ କରିଥାନ୍ତି। ଏହି ଦିନ ପ୍ରତ୍ୟେକ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିବା ସହିତ ଚଳଚଞ୍ଚଳରେ ପରିବେଶଟି ନୂଆ ନୂଆ ଲାଗୁଥାଏ। ସେମିତି ଏକ ଶିବ ଜାଗର ଏକ ଆଧ୍ୟାତ୍ମିକ ପରିବେଶର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶାଖା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଠାରେ। ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖାର 89ତମ ଶିବ ଜୟନ୍ତୀ ଉତ୍ସବ ଖୁବ୍ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମାକୁମାରୀ ସୂର୍ଯ୍ୟକାନ୍ତି ଭଉଣୀ ଶିବରାତ୍ରିର ଆଧ୍ୟାତ୍ମିକ ରହସ୍ୟ ବର୍ଣ୍ଣନା କରିଥିଲେ। ମନୁଷ୍ୟ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ରୂପକ ଅଜ୍ଞାନ ଅନ୍ଧକାର ଦୂର କରିବା ପାଇଁ ସ୍ୱୟଂ ଶିବ ଏହି ଧରାପୃଷ୍ଠକୁ ଆସିଛନ୍ତି। ଏହି ଅଜ୍ଞାନତାର ରାତ୍ରି ସମୟରେ ଶିବ ବାବା ଆସୁଥିବା ଯୋଗୁଁ ଶିବ ଜୟନ୍ତୀକୁ ଶିବରାତ୍ରି କୁହାଯାଏ। ତେବେ ସେହି ଶିବଙ୍କୁ ତାଙ୍କର ଠିକ୍ ପରିଚୟ ପାଇ ତାଙ୍କୁ ସ୍ମରଣ କରିବା ଦ୍ୱାରା ଆମର ଜୀବନ ସୁଖ ଶାନ୍ତିରେ ଭରପୁର ହୋଇପାରିବ। ତେଣୁ ଏହି ଶିବରାତ୍ରି ପ୍ରତ୍ୟେକ ମଣିଷ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହୋଇଥିବା ବେଳେ ଏହି ଦିନ ସମସ୍ତେ ଶିବ ମନ୍ଦିର ଅଭିମୁଖେ ଆଗେଇ ଯାଇଥାନ୍ତି। ଖୁବ୍ ଚଳଚଞ୍ଚଳ ହୋଇ ଭିନ୍ନ ଏକ ପରିବେଶରେ ସଜାଇ ହୋଇଯାଇଥାଏ ଶିବ ମନ୍ଦିର ପ୍ରାଙ୍ଗଣ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରବଚନ ପରେ ସମସ୍ତ ଭାଇ ଭଉଣୀ ଶିବ ଝଣ୍ଡା ଉତ୍ତୋଳନ କରି ଶିବ ଝଣ୍ଡା ତଳେ ପବିତ୍ର ଜୀବନ ପାଳନ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ। ପ୍ରତିମା ଭଉଣୀ, ସୁଶାନ୍ତ ଭାଇ, କୃଷ୍ଣ ଭାଇ, ରୀତା ଭଉଣୀ, କୌଶଲ୍ୟା ଭଉଣୀ, ମଳୟା ଭଉଣୀ, ଜାନକୀ ଭଉଣୀ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବ୍ରହ୍ମାକୁମାରୀ ଭାଇ ଭଉଣୀମାନେ ଯୋଗ ଦେଇଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଖଡ଼ିଆଳ ଶାଖାର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ 89ତମ ଶିବ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।